ମହାପ୍ରଭୁଙ୍କର ଭଜନ କୀର୍ତ୍ତନ ଶୁଣିବା ପାଇଁ ଆକୁଣ୍ଠ ଚିତ୍ତରେ ଚାହିଁ ବସିଛନ୍ତି। ଶାସ୍ତ୍ର କୁହେ ଭଗବାନଙ୍କୁ ଭକ୍ତ ହେବା ପାଇଁ ଆପଣଙ୍କ ଭିତରେ କଣ ଲକ୍ଷଣ ଦରକାର? ଆଉ ଭକ୍ତ ଭାବରେ ଆପଣ କେତେ ପ୍ରକାର ଭକ୍ତ ଏ ସଂସାରରେ ଅଛନ୍ତି। ଭଗବାନଙ୍କ ପ୍ରତି ଯାହାର ଆସକ୍ତି ଥାଏ, ଭଗବାନଙ୍କୁ ଯିଏ ପ୍ରତି ମୁହୂର୍ତ୍ତରେ ଖୋଜୁଥାଏ, ତାକୁ ହିଁ କେବଳ ଭକ୍ତ କୁହାଯାଏ। ପ୍ରତି କଥାରେ, ପ୍ରତି ମୁହୂର୍ତ୍ତରେ, ପ୍ରତି ସ୍ୱପ୍ନରେ ଯେକୌଣସି କର୍ମ କଲେ ସେ ଭଗବାନଙ୍କୁ ଚିନ୍ତନ କରି ତା କାର୍ଯ୍ୟକ୍ରମ ଆରମ୍ଭ କରେ। ଶାସ୍ତ୍ର କୁହନ୍ତି ପ୍ରଥମ ଭକ୍ତ ଯାହାକୁ କୁହାଯାଏ ଆସ୍ତି ଭକ୍ତ, ଦ୍ୱିତୀୟ ଭକ୍ତ ଯିଏ ଭକ୍ତ ପ୍ରାପ୍ତି ଭକ୍ତ, ତୃତୀୟ ଭକ୍ତ ଯିଏ ଜିଜ୍ଞାସୁ ଭକ୍ତ, ଚତୁର୍ଥ ଭକ୍ତ ଯିଏ ଜ୍ଞାନୀ ଭକ୍ତ। ପ୍ରଥମ ଭକ୍ତ ଆସ୍ତି ଭକ୍ତ ଯିଏ ଆର୍ଥରେ ପଡି, ଦୁଃଖରେ ପଡି, ବିପଦ ସମୟରେ ଭଗବାନଙ୍କ ପାଖରେ ଶରଣାପନ୍ନ ହୁଏ। ପ୍ରଭୁ ଏ ଜଗତର ନାଥ କାଳିଆ ଶାନ୍ତ, ମୁଁ ଆପଣଙ୍କର କି ଦୋଷ କରିଥିଲି, କାହିଁକି ମତେ ଆପଣ ଏତେ ବଡ ଦଣ୍ଡ ଦେଲେ? ମତେ ଆପଣ ଏ ଦୁଃଖ ଏ ଦଣ୍ଡ ଏ ବିପଦରୁ ଦୂର କରିଦିଅନ୍ତୁ। ମୁଁ ଆପଣଙ୍କ ପାଖରେ ଅନେକ ମାନସିକ ମୋ କାର୍ଯ୍ୟ ସଫଳ ହେଲେ ମୁଁ ଆପଣଙ୍କ ପାଖରେ ସବୁ କାମନା ପୂର୍ଣ୍ଣ କରିବି। ପ୍ରାପ୍ତି ଭକ୍ତ ଯିଏ କିଛି ପାଇବାର ଆଶା ଥାଏ, ପାଇବାର ଆଶା ନେଇ ମନ୍ଦିରକୁ ଆସେ, ଭଗବାନଙ୍କୁ ଦର୍ଶନ କରେ, କିଛି ମନ ଭିତରେ ଅଭିଳାଷ ରଖେ। ଜିଜ୍ଞାସୁ ଭକ୍ତ ଯିଏ ଭଗବାନଙ୍କ ବିଷୟରେ ଜାଣିବାର ଚିନ୍ତାଧାରା ଥାଏ, ଇଚ୍ଛା ଶକ୍ତି ଥାଏ, ଭଗବାନଙ୍କ ସୃଷ୍ଟିର ସର୍ଜନ ବିଷୟରେ ସେ ନିଜେ ନିଜେ ତର୍ଜମା କରି ଅନ୍ୟମାନଙ୍କ ଠାରୁ ଶିଖିବାକୁ ଇଚ୍ଛା କରେ। ଜ୍ଞାନୀ ଭକ୍ତ ଯିଏ ଭଗବାନଙ୍କର ଜ୍ଞାନ ତତ୍ତ୍ୱକୁ ସଂସାରର ଲୋକମାନଙ୍କ ପାଖରେ ପହଞ୍ଚେଇବାର କର୍ତ୍ତବ୍ୟ କରେ। ଆପଣ କେତେ ଗ୍ରହଣ କରନ୍ତୁ କି ନ କରନ୍ତୁ, କିନ୍ତୁ ଭଗବାନଙ୍କର ଜ୍ଞାନ ଗୁଣ ସମସ୍ତଙ୍କ ପାଇଁ ଜୀବନରେ ଆବଶ୍ୟକ। ଆମେ ସମସ୍ତେ ସଂସାରକୁ ଏ ମାନବ ଜନ୍ମ ପାଇଁ ପୂର୍ବ ଜନ୍ମର ତପସ୍ୟା ପରେ ମାନବ ଜନ୍ମ ନେଇ ଆସିଛ ମାନେ ଭଗବାନଙ୍କର ସୃଷ୍ଟି ମାନଙ୍କର ପର୍ବ ହେତୁ ଆମେ ଜନ୍ମ ହେଇପାରିଥାଏ, କିନ୍ତୁ ଭଗବାନଙ୍କର ସର୍ଜନ ପାଇଁ ଆମର ଅପୂର୍ବ ଜନ୍ମର କର୍ମ ଫଳ ପାଇଁ ଆମେ ମାନବ ଜନ୍ମ ନେଇ ଆସିଛେ। ଜଗତରେ ଏଭଳି କାମ କରନ୍ତୁ। ସେଇଥିପାଇଁ ମୁଁ କୁହେ ଆସିଥିଲା ବେଳେ ଏକାରେ କୁମର, ଗଲା ବେଳେ ଯିବୁ ଏକା। ଆସିଥିଲା ବେଳେ ଏକାରେ କୁମର, ଗଲା ବେଳେ ଯିବୁ ଏକା। ସଙ୍ଗତେ ନଦୀରେ ବାପା ଭାଇ କେହି, ଧର୍ମ ଥିଲେ ହବ ସଖା। ଯଦି ଆମେ ଜଗତର କିଛି କଲ୍ୟାଣ ଆପଣମାନେ କରିଛନ୍ତି, ସବୁଦିନ ପାଇଁ ଏ ଧରା ନାମରେ ଆପଣଙ୍କ ଶରୀର ହୁଏତ ଚାଲି ଯାଇପାରେ, ସବୁଦିନ ପାଇଁ ଆପଣମାନେ ସମସ୍ତଙ୍କ ହୃଦୟ ଭିତରେ ଥିବେ। ସେଇଥିପାଇଁ ପ୍ରଭୁଙ୍କର ସେବା, ଦିବ୍ୟ ଜ୍ଞାନ ଚେତନା, ପ୍ରଭୁଙ୍କ ଆରାଧନା ସମସ୍ତଙ୍କ ହୃଦୟ, ସମସ୍ତଙ୍କ ଆତ୍ମାକୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ। ଆଜି এই ମହାପ୍ରଭୁ ଗଜାନନଙ୍କର ଆଶୀର୍ବାଦରୁ, ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣମାନଙ୍କ ପାଖରେ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀ ଭଜନ ପରିବେଷଣ କରୁଛି। ଯଦି ଆମମାନଙ୍କ ଭିତରେ କିଛି ତ୍ରୁଟି ବିତ୍ରୁଟି ଥାଏ ଆମକୁ କ୍ଷମା କରିଦେବେ ବୋଲି ମୋର ଆଶା ଓ ବିଶ୍ୱାସ।